नारायणं नमस्कृत्यं नरं चैव नरोत्तमं देवी सरस्वती व्यासं ततो जयमुदीरयेत्। मूकं करोति वाचालं पङ्गुलङ्घयते गिरिं यत्कृपातमः वन्दे परमानन्दमाधव। ॐ नमो भगवते वासुदेवाय। श्रीमद्भागवत प्रथम स्कंद पंचम अध्याय। सुत उवाच सुत कहन्ति अनुरागे हरसे मुनिकर आगे। शुण सकल मुनिजने हरिचरित सावधाने। व्यास समीपे देवऋषि सुख आसने दृढ़े बसी। व्यास पुछिले मन तोषे जे जात गोविंद रंसे। हरसे वीणा हस्तु थोई कहन्ति व्यास मुखु चाहि। नारद उवाच हे पराशर ऋषि सुत तुम्भे स्वभावे भागवत। चंचल दिशुछि बदन देखि जानिली तुम्भ मन। सकल वेद शिष्य देई पुराण भारत भियाई। वेद विचारी ब्रह्मचिंती चित्त नहिला तुम्भ शांति। भले जानिली मुहि एहा तुम्भे स्वभावे पुण्य देहा। नारद वाक्य शुणी कर्णे व्यास कहन्ति सावधाने। व्यास उवाच तुम्भे कहिल मुनि जेते मोर अभ्यास बहुमते। वेद पुराण अर्थ जेते मु सर्व संपादिली चिते। तथापि आत्मा तोष नोहे स्थिर न रहे मन देहे। तुम्भे जे ब्रह्मांक नंदन भले जानिल मोर मन। ए मन स्थिर करिबारे गोविंद बिना के बापारे। सकल शास्त्र तहु सार तार महिमा अगोचर। तार भक्ति जेणु नाही एणु मो चित्त स्थिर नहि। तुम्भे सकल तत्व जानी जे कृष्ण महिमा प्रमाणी। जे सर्व जीवंक ईश्वर जार माया रे संसार। सृजई पालई संहारे त्रिगुण व्याजे से विहरे। से माया ताकू न लागई नित्य से निज सुखे थाई। ये तीनी लोक तुम्भ देहे निरते भ्रमे रविप्राय। प्राणी को बाह्य अभ्यंतरे जैसने स्वामीर संचरे। आत्मा जे सने साक्षी रूपे नित्य विहरे निज सुखे। से विष्णु पाद पद्म जले
ତୁମ୍ଭର ସ୍ନାନ ସୁନିଶ୍ଚଳେ। ସେ ଜଳ ଶୀତ ଉଷ୍ମ ଭାବ ନିତ୍ୟ ତୁମ୍ଭର ଅନୁଭବ। ତାଙ୍କ ମହିମା ପରିମାଣି ତୁମ୍ଭଙ୍କୁ ଅନ୍ୟ କେବା ଜାଣି। କହ ଆନନ୍ଦେ ମୁନିବର ଯେମନ୍ତେ ମନ ହୁଏ ସ୍ଥିର। ହେମନ୍ତ ବ୍ୟାସ ମୁଖ ଶୁଣି ଭାବେ କହନ୍ତି ଦେବମୁନି। ନାରଦ ଉବାଚ ଭୋ ମୁନି ସତ୍ୟ ଏ ବଚନ ତେଣୁ ସଂଶୟ ନୋହେ ମନ। କୃଷ୍ଣ ନିର୍ମଳ ଯଶ ଗୁଣ ଯେଣୁ ନ କଲ ଉଚ୍ଚାରଣ। ଯେ ଧର୍ମେ କୃଷ୍ଣ ତୋଷ ନୋହି ସେ ଧର୍ମ ନିଷ୍ଫଳ ଅଟଇ। ଧର୍ମ ସମ୍ପଦ କାମ ଅର୍ଥେ ଯେତେ କହିଲ ବେଦ ପଥେ। ଯେବେ ଗୋବିନ୍ଦ ଗୁଣ ଗ୍ରାମ ଅଭ୍ୟାସେ ଥାନ୍ତା କିଛି ଶ୍ରମ। ତେବେ କି ମନ ଅସନ୍ତୋଷ କହିବି ଶୁଣ ଉପଦେଶ। ଯେବେ ଜିହ୍ୱା ବାକ୍ୟ ଶ୍ରମେ ନରକେ କୃଷ୍ଣ ଗୁଣ ଗ୍ରାମେ। ଯେ ବାଣୀ ଅଖିଳ ତାରିଣୀ ତା ଛାଡ଼ି ଅନ୍ୟ ଯେବେ ଭଣି। ତାହାକୁ ବୋଲି କାକବାଣୀ ଯହିଁ ଗୋବିନ୍ଦଙ୍କୁ ନ ଶୁଣି। ନିଶ୍ଚଳ କାକଟ ତୀର୍ଥ ସେହି ସେ ଜଳେ କେବା ଅବଗାହି। ନିଶ୍ଚୟ କାକ ତୀର୍ଥ ସେଇ ସେ ଜଳେ କେବା ଅବଗାହି। ପରମହଂସ ମୁନି ମେଳେ ଯେଥାନ୍ତି ପୁଣ୍ୟ ତୀର୍ଥ କୂଳେ। ଯେ ବାକ୍ୟେ କୃଷ୍ଣ ଗୁଣ ଗାଇ ନିଶ୍ଚନ୍ତେ ପୁଣ୍ୟ ତୀର୍ଥ ସେଇ। ସେ ବାକ୍ୟେ ଜପ ତାପ ନାଶେ ତୀର୍ଥ ଯେ ସନେ ପାପ ଧ୍ୱଂସେ। କୃଷ୍ଣର ଗୁଣ ଗାଥା ଯେବେ ପ୍ରବନ୍ଧେ ଉଚ୍ଚାରଇ ଭାବେ। ପଦ ଦୂଷିତ ଯେବେ ହୁଏ ସେ ପ୍ରାଣୀ ସର୍ବ ପାପ ଦହେ। ଅନନ୍ତ ନାମ ସଜ ଶୁଣେ ସାଧୁଙ୍କ ବାକ୍ୟ ନିତ୍ୟ ଭଣେ। ସେ ହରି ଭାବ ଯେବେ ଛାଡ଼ି ଯେ ଯାନ୍ତି କର୍ମ ପଥ ମାଡ଼ି। ଯେ ପୁଣ୍ୟ ବେଦ ମାର୍ଗେ କରେ ସକାମ ଚିତ୍ତେ ଫଳ ଧରେ। ହରିଙ୍କି ନ କରେ ଅର୍ପଣ ସେ ସର୍ବ ଫଳ ଅକାରଣ। ନିଷ୍କାମ ମତେ ସର୍ବନ୍ୟାସୀ ତପସା ଧନ୍ତି ବନେ ପଶି। ହରି ମହିମା ଛାଡ଼ି ଯେବେ ଅତି ନିର୍ମଳ ଜ୍ଞାନ ଭାବେ। ସେ କାହିଁ ଅଶୁଭ ନାଶିବ ତପସାଧିଲା ଫଳ ଦେବ। ତୁମ୍ଭେ ସୋ ଭାବେ ଭାଗବତ ମହାନୁଭାବ ସୂଚିମନ୍ତ।
ସତ୍ୟବଚନ ଧୃତିମନ୍ତ ଏଣୁ ମୋଘ ତୁମ୍ଭ ଚିତ ସମାଧି କରି କୃଷ୍ଣ ପାଦେ ତାର ଚରିତ ଅନୁବାଦେ ପ୍ରବନ୍ଧ ଭାଗବତ କର ଅଖିଳ ଜନଙ୍କୁ ଧର ଯେ ପ୍ରାଣୀ ଅନ୍ୟ ମାର୍ଗେ ଭଳେ ହରି ଭକତି ଦୂରେ ତେଜେ କୃଷ୍ଣ ଭକତି ଲାଭ ଛାଡ଼ି ତୃତୀୟ ବର୍ଗେ ଚିତ୍ତ ବଢ଼ି ତାହାର ସୁଖ ଲେଶ ନାହିଁ ସମୁଦ୍ରେ ଯେନେ ନାବ ଥାଇ ଜଳ ପବନ ମେଘ ଯେତେ କୂଳ ନ ଲାଗି ଯେନେ ଭୋଜେ ତାହାଙ୍କ ଗତି ସେହି ମତ ଶୁଣ ହେ ପରାଶର ସୁତ ନିନ୍ଦିତ କର୍ମ ଚିତ୍ତେ ଚିନ୍ତି ଯେ ଅନ୍ୟ ଜନେ ଶିକ୍ଷା ଦିଅନ୍ତି ସ୍ୱଭାବେ ମୃଢ଼ ସେହୁ ଜନ ବ୍ୟର୍ଥ ତାହାର ଜୀବନ ତାର ବଚନେ ସେହୁ ଭ୍ରମେ ଯେ ପ୍ରାଣୀ ଆଚରେ ଅଧର୍ମେ ସାଧୁ ନିନ୍ଦନ ଯେ କରନ୍ତି ଜଗତେ ନାହିଁ ତାଙ୍କ ସ୍ଥିତି ପାପ ଆଚରି ନରଲୋକେ ଅନ୍ତେ ସେ ପଡ଼ନ୍ତି ନରକେ ତୁମ୍ଭେ ସ୍ୱଭାବେ ବିଚକ୍ଷଣ ଭାବ ଭାବ କଲେ ଜାଣ ଅନନ୍ତ ପାର ବିଷ୍ଣୁ କଥା ତୁମ୍ଭେ ବର୍ଣ୍ଣନ ସାମରଥା ନିବୃତ୍ତି ପ୍ରବୃତ୍ତି ଏ ଭାବେ ଯେମନ୍ତେ ପ୍ରାଣୀ ନିସ୍ତରିବେ ହରିଚରିତ ଦୀପକର ଜନକୁ ଅଧାରୁ ଧର ହରିଚରିତ ଦୀପକର ଜନଙ୍କୁ ଅନ୍ଧାରୁ ଧର ହେ ଯେ ପ୍ରାଣୀ ନିଜ ଧର୍ମ ଚେଦି ହରିଚରଣେ ଦୃଢ଼େ ଭଜି ଭଜୁ ମରଇ ଯେବେ ଦୁଃଖେ କେବେ ନ ପଡ଼େ ନରକେ ସ୍ୱଧର୍ମେ ଭଜନ୍ତି ଯେ ପ୍ରାଣୀ ହରି ଭକତି ନ ପ୍ରମାଣୀ ଅନ୍ତେ ତାହାଙ୍କ ଗତି ଯେତେ କେ ଅନୁମାନି ପାରେ ଚିତେ ଏବେ ହୋ ଶୁଣ ମୁନିବର ପଣ୍ଡିତ ଜନଙ୍କ ବ୍ୟବହାର ସେ ଲାଭ କେହି ନ ଲଭନ୍ତି ସେ ଲାଭେ ଯାର ଚିତ ଚିନ୍ତି ସେ ଅର୍ଥେ ଯତ୍ନ ଯେ କରନ୍ତି ସଂସାରେ ପଣ୍ଡିତ ବୋଲାନ୍ତି କାଳର ବଳେ ପୁଣ ପୁଣ ଏ ଭବ ମଧ୍ୟେ ତା ଭ୍ରମଣ ପୂର୍ବ ଅର୍ଜିତ କର୍ମ ବସେ ଦୁଃଖ ସଦୃଶ ସୁଖ ଆସେ ଏ ଅଧ ଊର୍ଦ୍ଧ୍ୱ ବେନି ପଥେ ପ୍ରାଣୀଏ ଭ୍ରମନ୍ତି ନିରତେ ତାହାଙ୍କ ମଧ୍ୟେ ଜଣେ ଜଣେ ଲୋଭିଲେ ସେ ଫଳ ଧାରଣେ
ସେ ଫଳ ପାଇ ସୁଖେ ଥାଏ, ପ୍ରାଣୀଏ ଭ୍ରମନ୍ତି ନିରଏ। ତାହାଙ୍କ ମଧ୍ୟେ ଜଣେ ଜଣେ, ଲୋଭିଲେ ସେ ଫଳ ଧାରଣେ। ସେ ଫଳ ପାଇ ସୁଖେ ଖାଇ, ଭ୍ରମଣେ ଶ୍ରମ ନ ଲାଗଇ। ଭ୍ରମୀଣ ପ୍ରାଣୀ ଯେବେ ପାଇ, ପୁଣି ଭ୍ରମନ୍ତି ତାହା ଖାଇ। ଭ୍ରମୀଣ ପ୍ରାଣୀ ଯେବେ ପାଇ, ପୁଣି ଭ୍ରମନ୍ତି ତାହା ଖାଇ। ଏଣୁ ମୁକୁନ୍ଦ ପାଦଗତେ, ଯେ ପ୍ରାଣୀ ଭଜନ୍ତି ନିରତେ। ମୁକୁନ୍ଦ ପାଦ ତାର ଗତି, ଅନ୍ୟର ପ୍ରାୟ ନ ଭ୍ରମନ୍ତି। କୃଷ୍ଣର ପାଦ ପଦ୍ମରସ, ନିରତେ କରନ୍ତି ସେ ଗ୍ରାସ। ସେ ରସ ଛାଡ଼ିବ ସେ କେହ୍ନେ, ରସେ ରସିକ ଜନ ଯେହ୍ନେ। ଈଶ୍ୱର ହେତୁ ଏ ସଂସାର, ସଂସାରୁ ଈଶ୍ୱର ବାହାର। ଯେଣ ଉତ୍ପତ୍ତି ସ୍ଥିତି ନାଶ, ବିଶ୍ୱର ହୁଅଇ ପ୍ରକାଶ। ଏଣୁ ଲୀଳାକୁ କରିଅଛି, ପ୍ରାଣୀକି ନୋହିବ ପ୍ରତ୍ୟକ୍ଷୀ। ସେ ରସ ଛାଡ଼ିବ ସେ କେହ୍ନେ, ରସେ ରସିକ ଜନ ଯେହ୍ନେ। ଈଶ୍ୱର ହେତୁ ଏ ସଂସାର, ସଂସାରୁ ଈଶ୍ୱର ବାହାର। ଯେଣୁ ଉତ୍ପତ୍ତି ସ୍ଥିତି ନାଶ, ଈଶ୍ୱର ହୁଅଇ ପ୍ରକାଶ। ଏଣୁ ଲୀଳାକୁ କରିଅଛି, ପ୍ରାଣୀକି ନୋହିବ ପ୍ରତ୍ୟକ୍ଷୀ। ଈଶ୍ୱର ଜୀବ ଏ ସଂସାର, ଏ ସର୍ବ ଏକଇ ପ୍ରକାର। ଏ ସର୍ବ ବ୍ରହ୍ମ ଭାବେ ଜାଣି, ବେଦରେ ଅଛି ପରିମାଣି। ତୁମ୍ଭେ ସର୍ବଜ୍ଞ ମୁନିବର, କହ କୃଷ୍ଣର ଅବତାର। ତୁମ୍ଭେ ଯେ ଆତ୍ମରାମେ ରମି, ଅନ୍ତର ଦୃଷ୍ଟି ଅନ୍ତର୍ଯ୍ୟାମୀ। ପରମ ପୁରୁଷଙ୍କ କଳା, ସୁମରି ଗୋବିନ୍ଦର ଲୀଳା। ସଂସାର ନିସ୍ତାରଣ ଅର୍ଥେ, ଶ୍ରୀ ଭାଗବତ କର ଗ୍ରନ୍ଥେ। ସ୍ୱଭାବେ ଜନ୍ମ ଯାର ନାହିଁ, ମାୟା ସୟଳେ ରୂପ ବହି। ତାର ଚରିତରୁ କିଞ୍ଚିତେ, ପ୍ରକାଶ କର ଜନହିତେ। ଏହୁ ସେ ପୁରୁଷାର୍ଥ ସାର, ଯଜ୍ଞ ତପସ୍ୟା ବେଦ ସାର। ଇଷ୍ଟ ପୂଜନ ଯଜ୍ଞ ଦାନ, ଯେବେ ଭାବଇ କୃଷ୍ଣ ନାମ। ତାହାଙ୍କ ଫଳ ଏ ଅଟଇ,
ତପ ଆଚରି ଘୋର ବନେ, ପୂର୍ବେ ନିର୍ମଳ ଋଷି ଜନେ। ତପ ଆଚରି ଘୋର ବନେ, ସଂସାର ସାର କୃଷ୍ଣ କଥା। ନିରତେ ଗାଇ ଗୁଣ ଗାଥା, ଏ ଭାବେ ପାଇଲି ଯେ ମନ୍ତେ। କହିବି ତୁମ୍ଭର ଅଗ୍ରତେ, ପୂର୍ବେ ମୁଁ ଦକ୍ଷ ଶାପ ପାଇ। ଜନ୍ମିଲି ଦାସୀ ପୁତ୍ର ହୋଇ, ବ୍ରାହ୍ମଣ ଘରେ ଏକାଏକି। ମୋହର ଜନନୀ ସେବକୀ, ବ୍ୟାପାର କରେ ରାତ୍ର ଦିନେ। ଏମନ୍ତେ ବିଧିର ବିଧାନେ, ସେ ବିପ୍ର ଗୃହେ ବର୍ଷା କାଳେ। ଅତିଥି ବ୍ରାହ୍ମଣେ ମିଳିଲେ, ତାହାଙ୍କୁ ଅନ୍ନ ଜଳ ଦେଇ। ବ୍ରାହ୍ମଣ କହେ ଭାବ ବହି, ସେ ବିପ୍ର ଶୁଣେ ମୋ ବଚନ। ଆଜ ଜୀବନ ମୋର ଧନ୍ୟ, ତୁମ୍ଭର ଦୟା ଯେବେ ମତେ। ମୋ ଘରେ ରୁହ ଦିନାକେତେ, ଦୁର୍ଗମ ବର୍ଷ ମାସ ଚାରି। ଏ ଋତୁ ମୋର ଘରେ ସାରି, ହେଉ ବୋଇଲେ ବିପ୍ରଜନେ। ବ୍ରାହ୍ମଣ ଗୃହେ ଶୁଦ୍ଧ ମନେ, ରହିଲେ ମନର ସନ୍ତୋଷେ। ମୁଁ ସେବା କଲି ତାଙ୍କ ପାଶେ, ବାଳୁତ ଚପଳ ମଚିତ। ସେବା କରଇ ଅବିରତ, ସେ ବିପ୍ର ଗଣେ ମତେ ଚାହେଁ। ଆଶ୍ୱାସ କଲେ ଦୟା ବହେ, ତାହାଙ୍କ ଭୋଜନର ଅନ୍ତେ। ପତ୍ରେ ଉଦ୍ଦିଷ୍ଟ ଥାଇ ଯେତେ, ତାହା ଭୁଞ୍ଜଇ ନିତ୍ୟେ ମୁହିଁ। ଅନ୍ୟ ଭୋଜନ ନ ଜାଣଇ, ଉଦ୍ଦିଷ୍ଟ ଭୋଜନ ପ୍ରସାଦେ। ମୋହର ଚିତ୍ତ ଅପ୍ରମାଦେ, ସର୍ବବିଳ ବିଷ ଜଣେ ଗଲା। ତାହାଙ୍କ ଧର୍ମ ଉଦେ ହେଲା, ବିପ୍ରଙ୍କ ମୁଖୁ ହରିବାଣୀ। ଦିନ ବଞ୍ଚଇ ନିତ୍ୟେ ଶୁଣି, ପଦକୁ ପଦ ଗୀତ ସ୍ମରେ। ସେ ବାଣୀ ମୋର ମନୋହରେ, ନିରତେ ଶୁଣି ପଦେ ପଦେ। ମନ ବୁଡ଼ିଲା କୃଷ୍ଣ ପାଦେ, କୃଷ୍ଣ ହୁଁ ଆନ ନ ଜାଣଇ। ବିଷୟ ରସ ଆର କାହିଁ, ଯେଣୁ ଏ ସଦ ସତରୂପ। ପ୍ରାଣୀ ଦେଖନ୍ତି ମୋହ କଳ୍ପ, ଆପଣା ଅଜ୍ଞାନ ସେ ଅଟେ।
କେବେ ହେଁ ସତ୍ୟ ସେ ନ ଘଟେ। ମୁହିଁ ଦେଖଇ ବହୁ ମତେ ହରିହୁଁ ଆନ କେ ଜଗତେ। ହେମନ୍ତେ ବରଷା ସରିଲା ଶରତ ଋତୁ ପ୍ରକାଶିଲା। ନିରତେ ଶବ୍ଦେ ହରିବାଣୀ ବିପ୍ରଜନଙ୍କ ମୁଖୁ ଶୁଣି। ସ୍ୱାସ୍ତିକ ଭକ୍ତି ମୋର ମନେ ପ୍ରକାଶ ହେଲା ଅନୁକ୍ଷଣେ। ମୋହର ସେବା ଦିନୁ ଦିନେ ଦେଖି ସନ୍ତୋଷ ବିପ୍ରଜନେ। ଜାଣିଲେ ଶୁଦ୍ଧ ସତ୍ୱରୂପେ ଭକତି ଜାତ ମୋର ଚିତେ। ଯିବାର ବେଳେ ମୋତେ ରାଇ କୃଷ୍ଣ ମହିମା ଶିକ୍ଷା ଦେଇ। ଯେ ଗୃହ ତମ ଜ୍ଞାନ ଯେଣେ ଉଦିତ ଭଗବାନ। ସର୍ବ କହିଲେ ମୋର କର୍ଣ୍ଣେ ଦୀନ ବତ୍ସଳ ମୁନି ଜନେ। ବିଷ୍ଣୁର ମାୟା ଅନୁଭବ ତେଣୁ ଜାଣିଲି ମୁହିଁ ସର୍ବ। ଯେ ଭାବେ ଭାବି ଅପ୍ରମାଦେ ପ୍ରାଣୀ ପଶନ୍ତି କୃଷ୍ଣ ପାଦେ। ଏଣୁ ଏ କୃଷ୍ଣାର୍ପିତ କର୍ମ କଲେ ତୁଟଇ ଭବ ଭ୍ରମ। ଆତ୍ମାରେ ଜ୍ଞାନ ପ୍ରକାଶଇ ତ୍ରିତାପ ମାନ କ୍ଷୟ ଯାଇ। ବ୍ୟାଧି ଉପୁଜେ ଯାର ଭୋଗେ ସେ ଦ୍ରବ୍ୟ ଚିକିତ୍ସା ନ ଲଭେ। ଏଣୁ ଗୋବିନ୍ଦ ରସ ତେଜି ଯେବେ ବିଷୟ ରସେ ମଜି। ସେ କାହିଁ ତରିବ ସଂସାରେ ପଡ଼ଇ ଘୋର ଅନ୍ଧକାରେ। ଏ ଭବ ମଧ୍ୟ ଦେହ ଧରି ବିଷ୍ଣୁ ତୋଷଣେ କର୍ମ କରି। ଭକତି ଯୋଗ ଜାତ ହୋଇ ଜ୍ଞାନ ଅଧୀନ ଯାଅଟଇ। ଯେବେ ସକଳ କର୍ମ କରି କୃଷ୍ଣ ଅର୍ପଣ ମନେ ଧରି। ବିଷ୍ଣୁର ଯେତେ ଗୁଣଗ୍ରାମ ଜଗତେ ଅଛି ଯେତେ ନାମ। ମୁଖ୍ୟ ଉଚାରି ମନେ ସ୍ମରି ସେ ଭକ୍ତି ଯୋଗେ ଅଧିକାରୀ। ଅରୂପ ବ୍ରହ୍ମ ମନେ ସ୍ମରି ଯେ ଚିନ୍ତେ ତାଙ୍କ ନାମ ଧରି। ଶ୍ରୀ ବାସୁଦେବ ଯେ ପ୍ରଦ୍ୟୁମ୍ନ ଯେ ଅନିରୁଦ୍ଧ ସଂକର୍ଷଣ।
ମନ୍ତ୍ର ଉଚ୍ଚାରି ମୂର୍ତ୍ତି କରି ପୂଜା କରନ୍ତି ଭକ୍ତି ଭରି। ସେହୁ ନ ପଡ଼େ ମାୟା ମୋହେ ଅନ୍ତେ ପଶଇ କୃଷ୍ଣ ଦେହେ। ଏମନ୍ତେ ସାଧୁ ସଙ୍ଗ ଫଳେ କୃଷ୍ଣ ଭକତି ଯୋଗ ବଳେ। ଅଶେଷ ଦୁଃଖ ଦୂର ଗଲା ସେ ହରି ମତେ ଜ୍ଞାନ ହେଲା। ଏବେ ହୋ ଶୁଣ ମୁନିବର ହରି ଚରଣେ ମନ ଧର। କୃଷ୍ଣର ନାମ ଗୁଣ ଯେତେ ପ୍ରାଣୀ କି କହ ଭାଗବତେ। ଯେତେ ପଣ୍ଡିତ ଜନଙ୍କର ଅବୋଧ କର୍ମ ଜୀବ ଦୂର। ବିଷୟ ବିଷେ ପ୍ରାଣୀ ମରେ ଆତ୍ମାର ଗତି ନ ବିଚାରେ। ସେ ଏବେ ଭାଗବତ ଶୁଣି ତରିବେ ଭବ ତରଙ୍ଗିଣୀ। ଏମନ୍ତ ବ୍ୟାସ ଆଗେ କହି ବିନାଶ ବଦେ କୃଷ୍ଣ ଗାଇ। ସେ ମୁନି ବର ପାଦ ଯୁଗେ ସୁଜନେ ମନ ଅନୁରାଗେ। ହୋଇବ ଭବ ବନ୍ଧନାଶ କହଇ ଦାସ ଜଗନ୍ନାଥ। ହୋଇବ ଭବ ବନ୍ଧନାଶ କହଇ ଜଗନ୍ନାଥ ଦାସ। ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟଂ संहितायां प्रथमस्कन्धे व्यास नारद संवादे पंचम अध्यायः।